ଆଜ୍ଞା ଜାଣିଛନ୍ତି ବହୁତ ଜୋର କାଶ ଫାଶ ହେଉଥିଲା ମୋର। କାଲି ମୁଁ ଯାଇଥିଲି ଡକ୍ଟର ପାଖକୁ ଚେକଅପ୍ କରିବା ପାଇଁ। ଡକ୍ଟର କହିଲା ୟୁରିନ୍ ଆଉ ଟୁଲ୍ସର ଚେକ୍ ହେବ। ମୁଁ କହିଲି ଓକେ ସାର୍, କାଲି ତୁମେ ସକାଳୁ ନେଇକି ଆସିବ। ମୁଁ କହିଲି ଓକେ ସାର୍। ସକାଳୁ ସକାଳୁ ତାଟିଆରେ ଟଏଲେଟ୍ ଆଉ ଟୁଲ୍ସ ଅଲଗା ଅଲଗା କରିକି ଗୋଟେ ତାଟିଆ ଆଉ ଥାଳିରେ ନେଇକି ରୋଡ଼ ଉପରେ ଯାଉଥିଲି। ସେଇଠି ମୋ ସାଙ୍ଗ ଦେଖା ହେଇଗଲା। କହିଲା ଆରେ ଭାଇ କୁଆଡ଼େ କିରେ? ନା ମୋତେ ପଚାରେ ଆରେ ତମେ କୁଆଡ଼େ? ମୁଁ କହିଲି ନାଇଁ ନାଇଁ ଯାଉଛି ଟିକେ କାମ ଅଛି। କହିଲା କି କାମ? କହିଲି ଅଛି ଯାଉଛି ଆସେ କହିବି ଆଉ। ନା ନାଇଁ 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 ହାତରେ ସବୁ କ'ଣ ଧରିଛି? ମୁଁ କହିଲି ହଁ ରେ ଭାଇ ଠିକ୍ 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 କଥା ପଚାରୁଛୁ। ଆରେ ସେଇ ଯେଉଁ ମୋର ଯେଉଁ ଏଇ ଦେଖିଲୁ ଟିକେ ପାଣିଟା ଟିକେ ଦେଖିଲୁ, ଟିକେ ଟେଷ୍ଟ କରି ଦେଖିଲୁ, ଦେଖିଆ ଇଏ କେମିତି କ'ଣ ଅଛି। ମୁଁ ଚେକ୍ କରିବାକୁ ଚାହୁଁଛି। ସିଏ ଯେମିତି ପାଣି କହିଲା ହଉ ଦେ, ମୁଁ ତା ହାତରେ ଟିକେ ପାଣିଟା ସେଇ ତାଟିଆରୁ ଟିକେ ପାଣି ଦେଲି, ପିଇଦେଲା ଅଧା। କହିଲା ଏଇଟା କ'ଣ ଲୁଣିଆ ଲୁଣିଆ ଲାଗୁଛି? ମୁଁ କହିଲି ଲୁଣିଆ ଲୁଣିଆ ମାନେ ଲୁଣ ଅଂଶ ଅଧିକା ଅଛି? କହିଲା ହଁ ଭାଇ ବହୁତ ଲୁଣିଆ ଲାଗୁଛି, ହେଲେ ବି ଚଳିବ। ମୁଁ କହିଲି ଏ ହାତକୁ ତ ଖାଇଲୁ, ସେ ହାତରୁ ଟିକେ ଖାଉନୁ। ନା ଏଇଟା ହଳଦିଆ ଲଙ୍ଗ ଦେଖାଉଛି। ମୁଁ କହିଲି ଏଇଟା କ୍ଷୀରିଟା ପୁରା ଏସବୁ ହେଇକି କଲର୍ ଯେମିତି ଧଳାରେ ବନାଉଛନ୍ତି, ମୁଁ ଆଜି ହଳଦିଆରେ ବନେଇଛି ଆଉ। ନା ଠିକ୍ ଅଛି ଦେଲି ଟିକେ, ତାକୁ ବି ନେଇକି ମୁହଁରେ ଟିକେ ନାକୁ ଆଙ୍ଗୁଠିରେ ନେଇ ଚାଟିଦେଲା। ଆଉ କହିଲା ଏଇଟା ଗୋଟେ ଅନ୍ୟ ଟାଇପ୍ର ବାସ୍ନା, ମାନେ ଏମିତି ଲାଗୁଛି, ମାନେ ଲୁଣ ନାହିଁ, ରାଗ ନାହିଁ, କିଛି ନାହିଁ, ଏଇଟା କ'ଣ କି? ମୁଁ ନାଇଁ ନାଇଁ ମୁଁ ପରୀକ୍ଷା କରିବା ପାଇଁ ଯାଉଥିଲି ତ ଡକ୍ଟରଖାନା। ସେ କହିଥିଲା ଟୁଲ୍ସ ଆଉ ଆମର ୟୁରିନ୍ ଆଣିବା ପାଇଁ। ତ ଏଇଠି ମୋର ହେଇଗଲା ପରୀକ୍ଷା ଆଉ। ସେ ପିଲାଟି ଠିଆ ହେଇଥିଲା, ଆଉ କିଛି ସମୟ ପାଇଁ ଦୁମକିନା ତଳେ ପଡ଼ିଲା, ସେନ୍ସଲେସ୍ ହେଇଗଲା। ମୁଁ ଭକୁଆ ଭଳିଆ ତାକୁ ଅନେଇଛି। ଏମିତି କ'ଣ ହେଇଗଲା?